हेलो सांग माने गुड मॉर्निंग केमिति अछंती आशा करछु समस्ते बहुत भलरे थिबे। आपण समस्तंकु मो तरफरु जय गुरु ठाकुर डाकुची आपण भलरे रुहंतु सुस्थ रे रुहंतु आपणकर पूरा दिनटी मंगलमय हो आ भलरे भलरे कटि जाओ। तो मो भी भलरे अछि सबदिन भलिया हेइ आ गोटे सुंदर सकाळ आरंभ आ ए सुंदर सकाळ आ गोटे फ्रेश आ नुआ ब्लॉग को मो पुष्प आपण समस्तंकु स्वागत करछि। तो देखिले तो गाँर सकाळटा केमिति सकाळटा आरंभ हुए चढ़ेईंकर किचिरी मिचिरी शब्दरू आउ राति पाहिଯିବ ମାନେ ଟିକେ ଅନ୍ଧାରିଆ ଅନ୍ଧାରିଆ ଥିବ ତାଙ୍କର ମାନେ ଆବାଜ କରିବା ଆରମ୍ଭ ହେଇଯିବ। ଆଉ ସକାଳେ ଯେଉଁ କଜଳପାତି ଯେ ବୁଗାନ୍ତି କଜଳପାତିର ତ ଯେଉଁ ଗୀତ ଶୁଣିବା ପାଇଁ କି ଭାରି ସୁନ୍ଦର ଲାଗେ। ତ ଉଡ଼ି ଉଡ଼ିକା ଆସୁଥିଲେ ମୋ ମୋବାଇଲ କ୍ୟାମେରାର भलसे सुट ହେଇଛି କି ନାହିଁ ମୁଁ ଜାଣିନି। ଆସିକି ଯେଉଁ କଜଳପାତି ଉଡ଼ି ଉଡ଼ିକା ଆସିକି ସେ ବାଉଁଶ ଗଛ ଉପରେ ବସିକି ନା ବୋବାଉଥାନ୍ତି କି ସୁନ୍ଦର ଲାଗୁଥାଏ। ତ ସେଇଠି ଯାଇକି ଟିକେ ଭିଡ଼ିଓ କରିଦେଇଥିଲି ଆପଣମାନଙ୍କ ପାଇଁ କି ଗାଁର ସକାଳଟା ଠିକ୍ ଏଇମିତି। ତ ଏବେ ତ ସମୟ ସେଇ ରକମ ସକାଳେ କରିନା ହାଲକା ଟିକେ ଟିକେ ଶୀତ ଲାଗୁଛି ମାନେ ହାଲକା ଟିକେ ନୁହେଁ ଟିକେ ଟିକେ ଶୀତ ଲାଗୁଛି। ଆଉ ଏଇ ସକାଳଟା କରିନା ଭାରି ସୁନ୍ଦର ଲାଗୁଛି ଦେହ ପାଇଁକି ମାନେ ବହୁତ ମାନେ ଯେରକମ ମନ କହୁଛି କିଛି କରନ୍ତୁନି ସକାଳେ ଖାଲି କିଛି ସମୟ ବସିକି ଏଇ ଯେଉଁ ସୁନ୍ଦର ସକାଳଟାକୁ ଖାଲି ଟିକେ ଅନୁଭବ କରନ୍ତୁ ଆଉ ତାର ଟିକେ ମଜା ନିଅନ୍ତୁ ଆଉ ଆନନ୍ଦ ନିଅନ୍ତୁ ବାସ୍ ଏତିକି। ଆଉ କିଛି କରନ୍ତୁନି ତା ଛଡ଼ା ଆଉ ତାପରେ ତ ଆରମ୍ଭ ହେଇଯିବ ଯେ କାମ ଆଉ ତ ଏଇରକମ ଏଇଟା ତ ସବୁଦିନିଆ କଥା। ସକାଳଟା ସବୁଦିନ ଏମିତି ବହୁତ ସୁନ୍ଦର ଭାବରେ ସକାଳଟା ହୁଏ ଆଉ ତା କଥା ତ କେହି କିଛି କହିପାରିବେନି। ଏଇଟା ତ ପ୍ରକୃତିର ତାର ବିଚିତ୍ର ପ୍ରକୃତି ମାନେ ତାର ବିଚିତ୍ର ଏଇଟା ତାର ରୂପ ସେଟା ତ ସମସ୍ତଙ୍କୁ ସୁନ୍ଦର ଲାଗେ। ତ ଯାହା ହଉ ତା ସାଙ୍ଗରେ କ'ଣ ମୋର ବାସି କାମ ଆରମ୍ଭ ହେଇଯାଇଛି। ଘରଦ୍ୱାର ଝାଡ଼ୁ କରିକି ଚା କରିକି ପିଆ ପିଇ କାମ ସେ କାମ ସବୁ ସରେଇ ଦେଇଛି। ସରେଇ ଦେଇକି ପଳେଇ ଆସିଥିଲି ଚୁଲି ପାଖକୁ। ଆଉ ଚୁଲି ପାଖକୁ ଏବେ ତ ସକାଳଟା ବହୁତ ସୁନ୍ଦର ଲାଗୁଛି ଯେପର୍ଯ୍ୟନ୍ତ ବସନ୍ତ ଋତୁ ଚାଲିଥିବ। ଆଉ ବସନ୍ତ ଋତୁ ପରେ ଯେତେବେଳେ ଆସିଯିବ ଖରା ଦିନ ବାପରେ ବାପ ସେ ସକାଳ ଯେରକମ ଲାଗେ ତ ଦ୍ୱିପହର ସେରକମ ଲାଗେ ଆଉ ରାତିଟା ବି ସେମିତି ଲାଗେ ସବୁ ତାର ସମାନ ଲାଗେ। ଆଉ ଯେଉଁ ଦିନ ଗୁଡ଼ିକ ଯେତେ ମାନେ ଆରାମ ଆଉ ଆନନ୍ଦଦାୟକ ଖରା ଦିନଟା ବହୁତ କଷ୍ଟ। ଯାଉ ମଣିଷ ଶରୀର ତା ପାଇଁକି ସବୁକିଛି ସମାନ। ତ ଏଠି ପଳେଇ ଆସିଛେ ବାହାରକୁ କାମ କରିବା ପାଇଁକି କାହିଁକିନା ଘର କାମ ସାଙ୍ଗେ ସାଙ୍ଗେ ଏସବୁ କାମ ବି ନିହାତି ଜରୁରୀ। ଚୁଲିରେ ଛୁଞ୍ଚ ମାରିମି ଚୁଲି ପାଖଟା ଖରକା ଫରକା କରି ପରିଷ୍କାର କରିଦେଇଥିଲି। ଚୁଲିରେ ଛୁଞ୍ଚ ମାରିଦେମି ଛୁଞ୍ଚ ମାରିଦେଇକି ତାପରେ ଯିମି ମୋର ଯାହା ସବୁ କାମ ସବୁ ଅଛି ସକାଳ ବାସି କାମ ସରିବା ପାଇଁକି। ଆଉ ସେଇ ସମୟରେ କ'ଣ ନା ବାବା ପାଣି ଆସିଥିଲା ତ ବାବା କ'ଣ ନା ପାଇପ୍ ବଢ଼ଉଥିଲେ ଯେ ପାଣି ଦେବା ପାଇଁ ଗଛର ଦେଖିଲା ବେଳକୁ କ'ଣ ନା ଏତେ ବଡ଼ ଲମ୍ବା ପାଇପ୍ ଯେ ସେ ଲମ୍ବା ପାଇପ୍ର ପାଣି ଆସିକି ଗଛ ପାଖରେ ପହଞ୍ଚୁଥିଲା ନାହିଁ। ସେଇଥିପାଇଁକି ପାଇପ୍ଟା ଖରାପ ହେଇଥିଲା ମଝିରୁ ତାକୁ ଦ୍ୱିଖଣ୍ଡ କରିକି କାଟି ଦେଇକି ନା ଛୋଟ କରିକି ନେଇକି ପାଇପ୍ ଲଗେଇଥିଲେ ଯାହାଦ୍ୱାରା କି ପାଣି ଭଲ ରକମ ଆସିକି ସେଠି କୁଣ୍ଡରେ ବି ଭର୍ତ୍ତି ହେଲା ଆଉ ଭଲ ରକମ ପାଣି ବାହାରୁଥିଲା। ଲମ୍ବା ପାଇପ୍ ହେଇଗଲା ବେଳକୁ ନା ସକାଳେ ଯେ ରାତିରେ ଯେ କାକର ପଡ଼ୁଛି ସେ ପାଇପ୍ ପୁରା ଟାଣ ହେଇଯାଉଛି ଆଉ କେଇଟି ବାଙ୍କ ରହିଗଲା ବେଳକୁ ନା ପାଣି ବିଲକୁଲ ବି ବାହାରୁ ନାହିଁ। ତ ସେଇ କାମରେ ବାବା ଲାଗିଥିଲି। ସକାଳେ ଗଛର ପାଣି ଦିଆ ହେଉଛି ଆଉ କୁଣ୍ଡରେ ବି ପାଣି ଭର୍ତ୍ତି କରାହେଉଛି ଆଉ ମୁଁ ବି ମୋ କାମରେ ଲାଗିଥିଲି ଯେ ବାସି କାମ ସବୁ ସରେଇ ଦେଇକି ତାପରେ ଆସିଥିଲି ଗଛକୁ ପରିବାପତ୍ର କିସ ଅଛି ତୁଳିବା ପାଇଁକି କିଛି ତ ପରିବା ନାହିଁ ବାଇଗଣ 2-4ଟା ଆଉ ବିନ୍ସ 2-4ଟା ହେବ ତୁଳିଥିଲି। ଭାରି ଖୁସି ଲାଗେ ସକାଳୁ ସକାଳୁ ଏଇସବୁ କାମ କରିବା ପାଇଁ ବାଡ଼ି ଘର ଯାଇକି କାମ ସବୁ କରିବା ପାଇଁକି ଭାରି ଖୁସି ଲାଗେ ଏଇ ସକାଳ ସମୟଟା। ଆଉ ପରିବାପତ୍ର ତୁଳାତୁଳି କାମଟା ବା ସେଇ ସମୟରେ ହିଁ ହୁଏ। ଆଉ ତାପରେ ତ ଗାଧୁଆ ପାଧୁଆ କାମ ଦାମ ସବୁ ଦିନ ସାରା କାମ ଲାଗିଯିବ ଆଉ କ'ଣ ନା ଏଠିକି ଆସିବା ପାଇଁକି ଆଉ ସମୟ ମିଳିବନି। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ ଆଉ ଛୋଟ ସ୍ନେହ ଭରା କମେଣ୍ଟରେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ ତ ମୋତେ ବି ଟିକେ ସପୋର୍ଟ ହେବ କାହିଁକି ନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି ଆଉ ସାହସ ମଧ୍ୟ ଦେଉଛି। ତ ଆପଣଙ୍କ ସାଙ୍ଗରେ କଥା ହଉ ହଉ ମୁଁ ଯେ ପରିବା ତୋଳୁଥିଲି ତାକୁ ସବୁ ରଖିକି ପରିବାକୁ ମାନେ ରଖିଦେଇକି ଗାଧୁଆ ପାଧୁଆ କାମ ସରେଇକି ଗ୍ୟାସ୍ ପାଖରେ ଆସିକି ପହଞ୍ଚିଛି। ଗ୍ୟାସ୍ ପାଖରେ ପହଞ୍ଚିକି ତ ପରିବା ବି କାଟି ଦେଇଛି କାଟିକି ତରକାରୀ ବସାଇ ଦେଇଛି। ତରକାରୀରେ କରିମି କ'ଣ ନା ଯେ ବ୍ରୋକଲି ତରକାରୀ କରିମି ଆଉ କ'ଣ ନା ରୁଟି ବାସ୍ ଏତିକି ହିଁ ବନେଇମି।
ତ ସେଇଥିପାଇଁକି ଆଗର ଯେତେ ଯାହା କଲାବେଳକୁ ମୁଁ କହୁନା କ'ଣ ପାଇଁ କେଜାଣି ଯେତେ ଯାହା କଲାବେଳକୁ ସବୁବେଳେ ଗାଧୋଇ ପାଧୋଇ ଆସିଲା ବେଳକୁ 8:30ଟା ବାଜିଯାଉଛି, 8:30ଟା କି 9ଟା ପାଖାପାଖି ହେଇଯାଉଛି। ତାପରେ ପୁଣି ପରିବାପତ୍ର କାଟିକି ଅଟା ଚକଟିକି ରୁଟି ଫୁଟି କଲାବେଳକୁ 9ଟା ମାନେ 10ଟା ହେଇଯାଉଛି। ଖାଇବା ଟାଇମ୍ ଠାରୁ 10ଟା ହେଇଯାଉଛି, ଯେଉଁଟାକି 9ଟା 9:30ରେ ହେଉଥିଲା 10ଟା ବାଜିଯାଉଛି। କ'ଣ କେମିତି ମାନେ ତାକୁ ମ୍ୟାନେଜ୍ କରିବି ମୁଁ କିଛି ଭାବି ବି ପାରୁନାହିଁ। ତ ଯାହା ହଉ, ଆଉ ବ୍ରୋକୋଲିକି ଭାଜିକି ବାହାର କରିଦେଇଥିଲି। ତାକୁ ତ ରାନ୍ଧିବା ବହୁତ ସହଜ, ଫୁଲକୋବିଠୁ ବ୍ରୋକୋଲି ବହୁତ ଶୀଘ୍ର ହେଇଯାଏ। ଫୁଲକୋବି ତରକାରୀଟା ଟିକେ ସିଝିବା ପାଇଁକି କି ଭାଜିବା ପାଇଁକି ଟିକେ ସମୟ ଲାଗେ, କିନ୍ତୁ ବ୍ରୋକୋଲି ତରକାରୀଟା ସାଙ୍ଗେ ସାଙ୍ଗେ ହେଇଯାଏ। ବ୍ରୋକୋଲିଟା ସାଙ୍ଗେ ସାଙ୍ଗେ ସିଝିଯାଏ ତେଲରେ ଭାଜିଦେଲା ମାତ୍ରକେ 5-10 ମିନିଟ୍ରେ ସେ ସିଝିଯିବ। ତାପରେ କରିନା ତାକୁ ମସଲା ଦେଇକି କଷି ଦେଇଥିଲି, ଆଉ ରୁଟି କରିଥିଲି। ବାସ୍ ଏଇଟା ଥିଲା ସକାଳ ଖାଇବା ଆମର। ତ ଏମିତି ମୋର କାମ ଚାଲିଥିଲା। ଆଉ ମୋ ଭିଡ଼ିଓକୁ ଏମିତି ଦେଖନ୍ତୁ, ମାନେ ଆହୁରି ସୁନ୍ଦର ସୁନ୍ଦର ଗାଉଁଲି ଭିଡ଼ିଓ ମୁଁ ଆପଣଙ୍କ ପାଖକୁ ଆଣିବା ପାଇଁକି ଚେଷ୍ଟା କରିମି। ଗାଁର ଭିଡ଼ିଓ ଏଗୁଡ଼ା ସବୁ। ଆଉ ତ କ'ଣ ନା ସହରୀ ଜିନିଷ କିଛି ୟା ଭିତରେ ନାହିଁ। ଚେଷ୍ଟା କରିମି ଆପଣଙ୍କ ପାଇଁକି ଭଲ ଭଲ ଭିଡ଼ିଓ ସବୁ ଆଣିବା ପାଇଁକି। ଏଇଟା ତ ମୁଁ ମୋର ଡେଲି ରୁଟିନ୍ ଆପଣଙ୍କ ସାଙ୍ଗରେ ସେୟାର କରୁଛି। ସେଇଥିପାଇଁକି ଆଉ କାହାର ଭିଡ଼ିଓ ମୁଁ ବିଶେଷ କରିକି ଦେଖାଉନାହିଁ, କାହିଁକିନା ଏଇଟା ମୁଁ ମୋ ଡେଲି ରୁଟିନ୍ ସେୟାର କରୁଛି। ଆଉ କିଏ କ'ଣ କହିବ କ'ଣ କରିବ, ସେଥିପାଇଁକି ମୁଁ ଯେଉଁଠିକି ଗଲେ ସକାଳେ ଯେ ରୁଟି ତରକାରୀ ବନେଇଥିଲି, ଖିଆପିଆ ସରିଲା ପରେ ଯାଇକରିନା ଭାତ ବସେଇଦେନି ଚୁଲ, ବାସନ କୁସନ ଧୁଆ ଧୁଇ ସାରି ଭାତ ବସେଇନି ଚୁଲ। ଆଉ ଖରା ଏତେ ଜୋର ଚୁଲି ପାଖରେ ବସିକି ରୋଷେଇ କରିବା ପୁରା ମାନେ ଅସମ୍ଭବ ହୋଇପାରିଲା। ତ ଯାହା ହଉ ଭାତ ରାନ୍ଧି ଦେଇଛି ସେଇଠି, ଆଉ ମାଛ ଭାଜିକି ମାଛ ତରକାରୀ କରିକି ଧରିକି ପଳେଇ ଆସିଛି। ଆଉ କିଛି ସେଠି କରିପାରିଲିନି। ଏବେ ଆସିକି ପହଞ୍ଚିଯାଇଛି ଗ୍ୟାସ୍ ପାଖରେ। ତ ଆଉ ଗୋଟେ ତରକାରୀ କରିମି, ଯେଉଁଟାକି ଗ୍ୟାସ୍ରେ କରିମି। ଆଉ ସେଠି ବସିକି କରିହେଲାନି, 12:30 ହେଲାଣି। ଆସିକି ଖରା ବହୁତ ଜୋରସେ କାଟୁଛି ଚୁଲି ପାଖରେ। ଏକ ତ ଚୁଲି, ତାପରେ କରିନା ଖରା, ନିଆଁ ଧାସକୁ ଖରା ତେଜ, ସେଥିପାଇଁକି ରାନ୍ଧି ହେଲାନି। ମୁଁ ପଳେଇ ଆସିଛି ଢିଣ୍ଡାନିକି ସବୁ ଧାଇଁକି ପଳେଇ ଆନି ଚୁଲି ଗ୍ୟାସ୍ ପାଖକୁ, ଚୁଲି ପାଖରୁ। ଏଠି ଗୋଟେ ତରକାରୀ ବନେଇମି। ତରକାରୀ ବନେଇକି ଆଜି ଗରମ ଭାତ ବି ଅଛି, ପଖାଳ ବି ଅଛି, ଯିଏ ଯାହା ଖାଇବ। ଆଉ ତ ଯାଉଛି ଏବେ, ଆଉ ଲେଟ୍ କରିମିନି। 12:30 ଯେହେତୁ ହେଲାଣି, ତରକାରୀଟା କରିଦେମି। ଆଉ ସେ ତରକାରୀଟା କଲେ ଆଜି ଟିକେ ଡିଫରେଣ୍ଟ ପ୍ରକାରର କରିମି ତରକାରୀଟା। ଆଉ ସେଠି ବସିକି କଲେ ଚୁଲି ପାଖରେ ଆଉ ତ କିଛି ଭିଡ଼ିଓ ବନେଇ ହେଉନି, ରୋଷେଇବାସ ଭଲ ମନ୍ଦର ଭିଡ଼ିଓ କିଛି ବନେଇ ହେଉନି, କାହିଁକିନା ଏତେ ମାତ୍ରାରେ ଖରା କରୁଛି। ଯେଉଁଥିପାଇଁକି କ'ଣ ପଢ଼ା ସରିଗଲା, ଗାଧେଇବୁ, ଭୋକ ଲାଗିଲାନି ନା? ହଁ ହଁ, ଆଉ ଭୋକ ଲାଗିବ ନା? 12:30 ହେଲାଣି। ତ ମୁଁ ଯେ କହୁଥିଲି ନୂଆ ପ୍ରକାର ତରକାରୀ ବନେଇମି ବୋଲିକି। ନୂଆ ପ୍ରକାର ତରକାରୀ କ'ଣ, ସେଇ ତରକାରୀ ଶିମ୍ବ ବାହାର କରିକି ଦେଖାଉଛି, ଦେଖିପାରୁଥିବେ। ନାଇଁ, ଶିମ୍ବରେ ହିଁ ବନେଇମି। କ'ଣ ବନେଇମି ନା, ମୁଁ ଲୁଚଉ ନାହିଁ, ଶିମ୍ବ ବରା ବନେଇମି ବୋଲିକି ତାକୁ କାଟୁଛି। ମାନେ ସବୁ ଜିନିଷରେ ତ ବରା ହେଇପାରୁଛି, ତ ଶିମ୍ବରେ ବି ବରା ହେଇପାରିବ। ବିଶ୍ୱାସ କରନ୍ତୁ, ଶିମ୍ବରେ ବି ବରା ହେଇପାରୁଛି, ବହୁତ ସୁନ୍ଦର ବରା ହେଇପାରୁଛି। ଯଦି ନ ଖାଉଛନ୍ତି ଛୁଆମାନେ ତ ଏମିତି କରିକି ଦେଇଦିଅନ୍ତୁ, ସେ ଖାଇଦେବେ। ଯାକ ନ ଜାଣିପାରିବେ, ଛୁଆ ଯାକ ନ ଜାଣିପାରିବେ। ଆମର ତ ଗେଲନ ମିକିଲି 2 ଜଣ ଶିମ୍ବରେ କେରକ ହାତ ବି ମାରନ୍ତିନି। ତ ଏରକ ବନେଇକି ଦେଇଥିଲି। ମିକିଲି ତ ଖାଇଥିଲାନି, ସେ ସ୍କୁଲ ଯାଇଥିଲା। ତ ଗେଲନ ଖାଇଥିଲା, ଟିକେ ଅଧେ ହବ ଖାଇଥିଲା। ସେ ତ ଜାଣିପାରିଲା ନା, ଯେତେବେଳେ ମୁଁ କାଟୁଥିଲି ଜାଣିପାରିଲା ନା, ସେଇଥିପାଇଁକି ସେ କହିଲା ଶିମ୍ବରେ ବନେଇଛ। ଯଦି ଅଜାଣତରେ ଯଦି ବନେଇକି ଯଦି ଦେଇଥାନ୍ତେ, ସେ ନିଶ୍ଚୟ ଖାଇ ଦେଇଥାନ୍ତେ। ତାପରେ ଶିମ୍ବକୁ ମାନେ ପୁରା ଚୁନ ଚୁନ କରିକି କାଟି ପକାଇଥିଲି। କାଟି ପକାଇ ସେମିତି ଚାଉଳ ବତୁରେଇ ଦେଇଥିଲି, ତାକୁ ବାଟିକି ଦେଇ ଦେଇଥିଲି। ତା ଦେହରେ ଦେଇଥିଲି କ'ଣ ବେସନ, ପିଆଜ ଆଉ କଞ୍ଚା ଲଙ୍କା କାଟିକି ବି ତା ଦେହରେ ଦେଇଥିଲି। ଆଉ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇକି ତାକୁ ଗୋଳେଇ ଦେଇଥିଲି। ଯେରକମ ସବୁବେଳେ ଯେରକମ ବରା ମୁଁ ବନାଏ ସବୁ ଜିନିଷର, ତ ସେଇ ରକମ କରିକି ବରା ବନେଇଥିଲି। ମୋତେ ତ ବହୁତ ଟେଷ୍ଟି ଲାଗୁଥିଲା, ବହୁତ ସୁନ୍ଦର ଲାଗୁଥିଲା ବରା। ତ ସବୁ ଜିନିଷ ତ ଶିମ୍ବ ତ ସେରକମ ମାନେ ନାଗେ, ଯେରକମ ତା'ର ଟେଷ୍ଟ ସେରକମ ଟେଷ୍ଟ ଥିଲା। ତ ଏମିତି ଘରେ ଯଦି ପାଉଛନ୍ତି ଶିମ୍ବ, ତ ଏମିତି ଥରେ ବରା ବନେଇକି ଖାଆନ୍ତୁ, କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ତ ଏରକମ ଆମେ ତ ସବୁ ହାଉସ୍ ୱାଇଫ୍, ତ ସୁପରମ୍ୟାନ୍ ହାଉସ୍ ୱାଇଫ୍, ମୁଁ ତ ସବୁବେଳେ କହୁଛି। ସେଇଥିପାଇଁକି ଯାହା ବି ଦେନେ ସେ କ'ଣ ତାକୁ ଏତେ ସୁନ୍ଦର ଭାବରେ ବନେଇଦେବେ ଯେ, ଆଉ ପୁରା ନିଆରା ଢଙ୍ଗର ବନେଇଦେବେ ଯେ ସମସ୍ତଙ୍କୁ ପସନ୍ଦ ଆସିଯିବ। ତ ଦେଖିପାରୁଥିବେ। ତ ତାକୁ ଗୋଳେଇ ଦେଇକି ସବୁ ଧିନାଇନି, କଡ଼େଇରେ ତେଲ ଦେଇଦେଇଥିଲି। ତେଲ ଗରମ ହେଲା, ଗରମ ହେଲା ପରେ ମୁଁ ତାକୁ କ'ଣ ଛୋଟ ଛୋଟ ବରା ବନେଇ ଦେଇଥିଲି। ବରା ବନେଇ ଦେଇକି ବାଢ଼ି ଆଣିଥିଲେ ସମସ୍ତେ ଖାଇବା ପାଇଁକି। ଆଉ ଖିଆପିଆ ଦ୍ୱିପହରେ ଆମର ସରିଯାଇଥିଲା। ତ ଏଇରକମ ମୋର ରୁଟିନ୍ଟା ଆଜି ଥିଲା। ଆଉ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି, ସ୍ନେହଲତା ଦିଦି, ଜ୍ୟୋତି ଦିଦି, ସୋନି ଦିଦି, ଜୟନ୍ତୀ ଦିଦି, ବିଜୟଲକ୍ଷ୍ମୀ ଅପା, ମୀରା ଦିଦି, ପ୍ରମିତା ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଆଉ ମାନେ ବିଶେଷ କରିକି ଆଜି ଏତେ ଜଣଙ୍କର କମେଣ୍ଟ ଆସିଛି, ମୋତେ ଏତେ ଖୁସି ଲାଗୁଛି ଯେ ନ କହିବା କଥା। ତାପରେ ବିଜୟଲକ୍ଷ୍ମୀ ଅପା ମାନେ ମିକିଲି କଥାକୁ ମାନେ ଯେଉଁ ମନ ଦୁଃଖ ଯେ କରୁଥିଲା, ଯେଉଁ ତାକୁ ଦେଇଥିଲେନି ମେଡ଼ାଲ୍ ଦେଇଥିଲେନି, ଆଉ ଯେଉଁ
ପ୍ରାଇଜ୍ ଦେଇଥିଲେନି ବୋଲିକି ସେ ଏତେ ସୁନ୍ଦର ଭାବରେ ତାକୁ ବୁଝେଇଛନ୍ତି। ମୋତେ ଜାଣିକି ବହୁତ ଖୁସି ଲାଗିଲା। ମୁଁ ମିକିଲିକି ବି ସେଇ କଥା କହୁଥିଲି। ମୁଁ କହିନି ଦେଖ ତୁ ମନ ଦୁଃଖ କରୁଛୁ, ତୁ କେମିତି ତତେ ସବୁ ବୁଝେଇକି କମେଣ୍ଟ କରିଛନ୍ତି। ସେଇଠୁ ସେ ଶୁଣିକି ବି ଖୁସି ହେଇଯାଇଥିଲା। ଆଉ ତାପରେ ସ୍ନେହଲତା ଦିଦି କହିଛନ୍ତି କ'ଣ ନା ଦିଦି ରକ୍ ସଲ୍ଟ ଖାଉନ, ସେଇଟା ଭଲ ମାନେ ଲାଲ କଲର୍ ଦେଖାଉଥିବ। ରକ୍ ସଲ୍ଟ ସେଇଟା ରକ୍ ସଲ୍ଟ କହନ୍ତି ବୋଲିକି ମୁଁ ଆଜି ହିଁ ଜାଣିନି। ମୁଁ ଜାଣିଥିଲି ଯେ ସେଇଟା ରକ୍ ସଲ୍ଟ ବୋଲିକି। ତ ମୁଁ ଏରକମ ତ ଆଖିରେ କେବେ ବି ଦେଖିନି, କିନ୍ତୁ ମୁଁ ଏଇ ମୋବାଇଲରେ ଯେଉଁ ଭିଡ଼ିଓ ବନାଉଛନ୍ତି ସମସ୍ତେ ଯେଉଁ ରୋଷେଇ କଲାବେଳେ ଯେଉଁ ପକାଉଛନ୍ତି ମୁଁ ସେଇଥିରେ ହିଁ ଦେଖିଛି। ଲାଲ ଲାଲ ଦେଖାଉଥିବ ମାନେ ପିଙ୍କ କଲର୍ ଦେଖାଉଥିବ ସେ ଲୁଣଟି, ସେଇଟା ରକ୍ ସଲ୍ଟ କହନ୍ତି ବୋଲିକି ମୁଁ ଜାଣିଥିଲିନି, ଆଜି ଜାଣିନି। ଆପଣ କହିଲାକୁ ମୁଁ ଜାଣିନି। ତ ଆମର ତ ଗାଁରେ ତ ଏସବୁ ଜିନିଷ କିଛି ମିଳେ ନାହିଁ। ଯଦି ମିଳିବ ତ ନିଶ୍ଚୟ ମୁଁ ତାକୁ ଆଣିକି ବ୍ୟବହାର କରିବି। ତ ଏତେ ସୁନ୍ଦର କମେଣ୍ଟ ଦେଇଛନ୍ତି, ଏତେ ସାରା ଭଲ ପାଇବା ଦେଇଛନ୍ତି। ଆପଣଙ୍କୁ ଆପଣ ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତ ଆପଣଙ୍କ ସାଙ୍ଗରେ କଥା ହଉ ହଉ ମୋର ଯେ ଯେଉଁ ଶିମ୍ବ ବରା ବନିକି ରେଡ଼ି ହେଇଗଲା, ତାକୁ ବାହାର କରି ଆଣିଥିନି। ବାହାର କରି ଆଣିକି ସମସ୍ତେ ବସି ଯାଇଥିଲେ ଆମେ ଖାଇବା ପାଇଁକି। ତ ମାଛ ଯେ କହୁଥିନି ଭାଜିକି ଆଣିଥିନି ବୋଲିକି ମାଛ ତରକାରୀ କରିଥିନି, ମାଛ ଝୋଳ, ତାପରେ ବ୍ରୋକଲି ତରକାରୀ ତ ସକାଳେ ବନେଇଥିନି, ମାଛ ଭଜା, ଶିମ୍ବ ବରା ଆଉ ଯେଉଁ ଦହି ବାଇଗଣ ଗଲା କାଲି କରିଥିନି ଥିଲା। ଦହି ବାଇଗଣ ତ ଘିନି ଆସିଛେ ଖାଇବା ପାଇଁକି, ତ ଖାଇଦେମି। ଖାଇଦେଇ ସାରିକି ଏବେ ଟିକେ ଦିନ ବଡ଼ ହେଲାଣି, ସମୟ ମିଳୁଛି ମାନେ ରେଷ୍ଟ ନେବା ପାଇଁକି ଅଧଘଣ୍ଟେ ଘଣ୍ଟେ ପାଖାପାଖି ସମୟ ମିଳୁଛି। ଦ୍ୱିପହରଟା ଟିକେ ସମୟ ରେଷ୍ଟ ନେଇଥିନି। ତାପରେ ଯାଇଥିଲେ କ'ଣ ନା ଯେଉଁ ଧାନ ଖେଳା ହେଇଥିଲା ଦାଣ୍ଡର, ତାକୁ ସବୁ ଠୋଳେଇ ଦେଇକି ବେଳଉଳ ଯେତିକି କାମ ସବୁ ମୋର ସେସବୁ କାମ ସବୁ କରିମି ଆଉ। ତ ୟା ପରେ ମୁଁ ଆଉ କିଛି ଭିଡ଼ିଓ ବନେଇଥିଲିନି। ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ ବୋଲିକି। ଯଦି ପସନ୍ଦ ଆସିଥିବ ଏମିତି ମୋ ଭିଡ଼ିଓରେ କମେଣ୍ଟ କରନ୍ତୁ। ଆପଣଙ୍କର କମେଣ୍ଟ ମୋତେ ବହୁତ ମନୋବଳ ବଢ଼ଉଛି, ମୋର ବହୁତ ମନୋବଳ ବଢ଼ଉଛି। ଆଉ ମାନେ ଆତ୍ମବିଶ୍ୱାସ ଏତେ ବଢ଼ଉଛି ଯେ ହଁ ମୋ ଭିଡ଼ିଓ ଆପଣଙ୍କୁ ସମସ୍ତଙ୍କୁ ଏତେ ପସନ୍ଦ ଆସୁଛି ବୋଲିକି। ତ ସେଇଥିପାଇଁକି କମେଣ୍ଟଟା ଲେଖିବା ପାଇଁ ବିଲକୁଲ ବି ଭୁଲନ୍ତୁନି। ଆଉ ଏ ଗାଁର ବୋହୂଟିକି ଟିକେ ସପୋର୍ଟ କରନ୍ତୁ। ବହୁତ ପରିଶ୍ରମ କରୁଛି, ଘର କାମ ଦାମ ତା ସାଙ୍ଗରେ ଭିଡ଼ିଓ କାମ, ଏତେ ସବୁ କାମ ଭିତରେ ସମୟ ବାହାର କରୁଛି ଖାସ୍ ଆପଣ ସମସ୍ତଙ୍କ ପାଇଁକି। ତ ଗାଁର ବୋହୂଟିକି ଟିକେ ସପୋର୍ଟ କରନ୍ତୁ ଆଉ ଟିକେ ଭଲ ପାଇବା ଦିଅନ୍ତୁ, ବାସ୍ ଏତିକି। ଆଉ କ'ଣ କହିମି। ତ ଠାକୁରଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରୁଛି ଯେଉଁମାନେ ମୋ ଭିଡ଼ିଓ ଦେଖି କମେଣ୍ଟ ଲେଖୁଛନ୍ତି ଆଉ ଯେଉଁମାନେ କମେଣ୍ଟ ଲେଖିବା ପାଇଁକି ଭୁଲି ଯାଉଛନ୍ତି, ସମସ୍ତଙ୍କୁ ଠାକୁର ଭଲରେ ରଖନ୍ତୁ, ସୁସ୍ଥରେ ରଖନ୍ତୁ, ସମସ୍ତଙ୍କର ମଙ୍ଗଳ କରନ୍ତୁ, ବାସ୍ ଏତିକି। ତ ଆଜି ପାଇଁ ରହୁଛି। ଦେଖା ହେବ ଆସନ୍ତାକାଲି ନୂଆ ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ରେ। ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଦେହର ଯତ୍ନ ନିଅନ୍ତୁ, ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି। ଆଉ ମୋର ତ ଚାଲିଲା କାମ, ଏଠି ଧାନ ଠୁଳେଇମି। ଧାନ ଠୁଳେଇ ସାରିକି ଯାଇକି ସେଠି କ'ଣ ନା ଗଛ ନଗା ହେଇଛି, ଗଛରେ ପାଣି ଦେମି, ଗାଈ ଆସିବ, ଗାଈ ବାନ୍ଧିମି, ବାଛୁରୀ ବାନ୍ଧିମି, ଗାଈ ଧୋଇମି, ବାସନ ଥିବ ତାକୁ ଧୋଇମି। ଏଇରକମ ମୋର ତ ବେଳଉଳିଆ କାମ ତ ଜାଣିଥିବେ କେତେ, ସନ୍ଧ୍ୟା ପର୍ଯ୍ୟନ୍ତ ଗଲା ଦିନ ସରିଯିବ ପଛେ କାମ ସରିବନି, ଏଇରକମ ସବୁ କାମ। ତ ମୋ କାମରେ ମୁଁ ନାଗିଯିମି। ତ ରହୁଛି, ବାଏ ବାଏ, ଜୟ ଗୁରୁ।